ନବୀନଙ୍କର ହ୍ୟାଟ୍ରିକ୍ ପରାଜୟ। ରାଜ୍ୟସଭା ନିର୍ବାଚନ ପରେ ବିଜେଡି ଓ ନବୀନଙ୍କ ରଣନୀତି ଭୁଲ ପ୍ରମାଣିତ ହେବା ପରେ 2024 ମସିହା ପରେ ଇଏ ହେଉଛି ବିଜେଡିର ତୃତୀୟ ବଡ଼ ପରାଜୟ। ତେବେ 2024ରୁ ରାଜ୍ୟସଭା ନିର୍ବାଚନ ଭିତରେ ବିଜେଡିର ଲଗାତାର ତିନି ଥର ବଡ଼ ପରାଜୟ ପଛରେ କିଛି ନିର୍ଦ୍ଦିଷ୍ଟ କାରଣ, କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଆଉ କିଛି ନିର୍ଦ୍ଦିଷ୍ଟ ଏଜେଣ୍ଡାକୁ ଦାୟୀ କରାଯାଏ। ଆଜି ସେହି ପରାଜୟର ବିଶ୍ଳେଷଣ କରି ଏବଂ ଜନମତ ଏବଂ ସାଧାରଣ ରାଜନୈତିକ ବିଶ୍ଳେଷକଙ୍କ ମତ ଯାହା କହୁଛି ତାକୁ ଆପଣଙ୍କ ସାମ୍ନାକୁ ଆଣିବାକୁ ଚେଷ୍ଟା କରିବୁ। ନମସ୍କାର, ନ୍ୟୁଜ୍ ରୁମକୁ ସ୍ୱାଗତ କରୁଛି ମୁଁ ଅଭିନ୍ନ ଆଶୁତୋଷ। ତେବେ ହ୍ୟାଟ୍ରିକ୍ ପରାଜୟର ମାନସ ମନ୍ଥନ କଲା ଭିତରେ ଆମକୁ ପ୍ରଥମେ ବୁଝିବାକୁ ପଡ଼ିବ ଯେ 2024 ନିର୍ବାଚନରେ ବିଜେଡି କାହିଁକି ପରାଜିତ ହେଲା ଆଉ ଏଥିପାଇଁ କେଉଁ ବ୍ୟକ୍ତିଙ୍କୁ ସର୍ବାଧିକ ଦାୟୀ କରନ୍ତି ସାଧାରଣ ଜନତା। ସାଧାରଣ ଲୋକଙ୍କ କହିବା ଅନୁସାରେ 2024 ବର୍ଷ ନିର୍ବାଚନରେ ପରାଜୟ ପଛରେ ମୁଖ୍ୟ ଭୂମିକା ନେଇଛନ୍ତି ଭିକେ ପାଣ୍ଡିଆନ। ଭିକେ ପାଣ୍ଡିଆନଙ୍କର କାର୍ଯ୍ୟ ପ୍ରଭାବ ଓ କାର୍ଯ୍ୟଶୈଳୀ ନେତାଙ୍କ ଦ୍ୱାରା ଓ ଜନତାଙ୍କ ଦ୍ୱାରା ଗ୍ରହଣୀୟ ହୋଇନାହିଁ। ଆପଣଙ୍କର ମନେ ଥିବ ଯେମିତି ବର୍ଷ 2024 ବିଧାନସଭା ଏବଂ ଲୋକସଭା ନିର୍ବାଚନ ବେଳେ ଦେଖିବାକୁ ମିଳିଲା, ଖୁବ୍ କମ୍ ନିର୍ବାଚନ ମଣ୍ଡଳୀକୁ ନବୀନ ପଟ୍ଟନାୟକ ପ୍ରଚାର ପାଇଁ ଗଲେ। ଦଳର ଚେହେରା ଭାବରେ ନବୀନ ପଟ୍ଟନାୟକଙ୍କ ସ୍ଥାନରେ ଭିକେ ପାଣ୍ଡିଆନ ପ୍ରଚାରକୁ ଗଲେ ଆଉ ଭିକେ ପାଣ୍ଡିଆନଙ୍କ ପ୍ରଚାରକୁ ସହଜରେ ଲୋକ ଗ୍ରହଣ କଲେ ନାହିଁ। ଠିକ୍ ଏତିକି ବେଳେ ବିଜେପି ଓଡ଼ିଆ ଅସ୍ମିତାର ପ୍ରସଙ୍ଗ ଉଠାଇଲା, ଯାହା ବିଜେଡି ପାଇଁ ଆହୁରି କ୍ଷତିକାରକ ହେଲା ବୋଲି କୁହାଯାଏ। ଏକରେ ନବୀନ ପଟ୍ଟନାୟକ ସିଧାସଳଖ ସବୁ ନିର୍ବାଚନ ମଣ୍ଡଳୀ ବୁଲିଲେ ନାହିଁ ଆଉ ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନ ପ୍ରଚାର କଲେ ଆଉ ସେତେବେଳେ ଦଳର ଅନ୍ୟ ନେତା ଓ ବିଧାୟକ ମାନେ ପାଣ୍ଡିଆନଙ୍କ ପାଇଁ ସଭା ସମିତିର ଆୟୋଜନ କଲେ। ଏହାଦ୍ୱାରା ପାଣ୍ଡିଆନଙ୍କ ପ୍ରଚାର ଯେ କେବଳ ଲୋକଙ୍କ ଦ୍ୱାରା ଗ୍ରହଣୀୟ ହେଲା ନାହିଁ ତାହା ନୁହେଁ, ବରଂ ଯେଉଁ ନେତା ଏବଂ ବିଧାୟକ ମାନଙ୍କୁ ଲୋକେ ଭୋଟ ଦେଇ ବାଛୁଥିଲେ ସେମାନେ ମଧ୍ୟ ଭାବିବା ଆରମ୍ଭ କଲେ ଯେ ଦଳ ଭିତରେ ସତେ ଯେମିତି ସେମାନଙ୍କ ନେତାଙ୍କ ଭୂମିକା ଅତ୍ୟନ୍ତ ଗୌଣ। ଏଠି ନବୀନ ପଟ୍ଟନାୟକ ଓ ପାଣ୍ଡିଆନ ହିଁ ସର୍ବେ ସର୍ବା, ଏଣୁ ଏଭଳି ନେତାଙ୍କୁ ସେମାନେ କାହିଁକି ଭୋଟ ଦେବେ। ଆଉ ଏତିକି ଭିତରେ ଓଡ଼ିଆ ଅସ୍ମିତାର ମାଡ଼ରେ ବେହାଲ ହୋଇଗଲା ବିଜେଡି। କିନ୍ତୁ ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ନେଇ ଦୁଇଟି ମତ ମଧ୍ୟ ପ୍ରକାଶ ପାଏ। 2000 ମସିହାରେ ଯେତେବେଳେ ବିଜୁ ଜନତା ଦଳ କ୍ଷମତାକୁ ଆସିଲା ସେତେବେଳେ ଅଣକଂଗ୍ରେସ ରାଜନୀତିକୁ ନେଇ ଦଳ ଲୋକଙ୍କ ପାଖକୁ ଯାଇଥିଲା। ସେତେବେଳେ ନୂଆ କରି ଓଡ଼ିଶାକୁ ଆସିଥିଲେ ଏବଂ ଓଡ଼ିଶା ରାଜନୀତିରେ ଭାଗ୍ୟ ପରୀକ୍ଷା କରୁଥିଲେ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ ତ ସେତେବେଳେ ଓଡ଼ିଆ କହିପାରୁନଥିଲେ। ଆଜି ମଧ୍ୟ ନବୀନ ବାବୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓଡ଼ିଆ କହିପାରନ୍ତି ନାହିଁ, ଏଭଳି ଗୋଟିଏ ଧାରଣା ଲୋକଙ୍କ ଭିତରେ ରହିଛି। ସେତେବେଳେ ନବୀନ ପଟ୍ଟନାୟକ ଓଡ଼ିଶାର ଭୌଗୋଳିକ ଓ ରାଜନୈତିକ ମାନଚିତ୍ର ସହିତ ମଧ୍ୟ ଏତେଟା ଜଡ଼ିତ ନଥିଲେ। ତା ବାଦ ବି ବିଜୁ ବାବୁଙ୍କ ଦାୟଦ ଭାବରେ ନବୀନ ପଟ୍ଟନାୟକଙ୍କୁ ଭୋଟ ମିଳିଲା। ନବୀନ ପଟ୍ଟନାୟକଙ୍କର ଖଣ୍ଡି ଓଡ଼ିଆକୁ ବି ଲୋକ ସହଜରେ ଗ୍ରହଣ କଲେ, ଏହାକୁ ଉପଭୋଗ କଲେ। ଏହାକୁ ନେଇ ଗୋଟିଏ ନକାରାତ୍ମକ ଧାରଣା ଲୋକଙ୍କ ଭିତରେ ତିଆରି ହେଲା ନାହିଁ, ଯେଉଁଥିପାଇଁ ନବୀନ ପଟ୍ଟନାୟକ ପ୍ରଥମ ଥର କ୍ଷମତାକୁ ଆସିଲେ ଆଉ ପରବର୍ତ୍ତୀ ସମୟରେ ନବୀନ ବାବୁଙ୍କର ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତିର ଏଜେଣ୍ଡା ଓ ବିଜେଡିର ଗୋଟି ଚାଳନା ଦଳକୁ ଈର୍ଷଣୀୟ ସଫଳତାର ଅଧିକାରୀ କଲା। ଉଭୟ ବିଧାନସଭା ଓ ଲୋକସଭାରେ ଦଳର ବିଧାୟକଙ୍କ ସଂଖ୍ୟା ଗୋଟିଏ ଗୋଟିଏ ନିର୍ବାଚନରେ ବଢି ବଢି ଚାଲିଲା ଆଉ ଭୁବନେଶ୍ୱର ଓ ଓଡ଼ିଶା ସମେତ ଦିଲ୍ଲୀରେ ମଧ୍ୟ ଦଳର ଦବଦବା ତିଆରି ହେଲା। ଜାତୀୟ ରାଜନୀତିରେ ମଧ୍ୟ ନବୀନ ବାବୁଙ୍କର ଚେହେରା ବେଶ ଗ୍ରହଣୀୟ ହେଲା। କିନ୍ତୁ 2024ରେ ପାଣ୍ଡିଆନଙ୍କୁ ଅଧିକ ସୁଯୋଗ ଦେବା, ପାଣ୍ଡିଆନଙ୍କର ପ୍ରଚାର କରିବା ଆଉ ପ୍ରଚାର ମଞ୍ଚରେ ସ୍ଥାନୀୟ ଅଞ୍ଚଳର ନେତା ଓ ନେତୃତ୍ୱ ମାନେ ମଞ୍ଚ ତଳେ ବସିବା ଘଟଣା ଜନତାଙ୍କୁ ବେଶ ପ୍ରଭାବିତ କଲା। ପାଣ୍ଡିଆନଙ୍କୁ ସେମାନେ ନବୀନଙ୍କର ବିକଳ୍ପ ଚେହେରା ଭାବରେ ଗ୍ରହଣ କରିପାରିଲେ ନାହିଁ ଆଉ ନିଜର ନେତାଙ୍କର ଭୂମିକାକୁ ଦଳ ଭିତରେ ଗୌଣ ବୋଲି ମନେ କଲେ, ଯେଉଁଥିପାଇଁ ଭୋଟ ବିଜେପି ସପକ୍ଷରେ ଗଲା ବୋଲି ଲୋକେ କହୁଛନ୍ତି।
ଦ୍ୱିତୀୟରେ ଆସେ ନୂଆପଡ଼ା ଉପନିର୍ବାଚନ। 2024 ବିଧାନସଭା ଓ ଲୋକସଭାର ପରାଜୟ ପରେ ଦଳ ଆଗରେ ନିଜର ସ୍ଥିତିକୁ ସଜାଡ଼ିବା ପାଇଁ ଆଉ ଏକ ସୁଯୋଗ ଥିଲା ନୂଆପଡ଼ା ଉପନିର୍ବାଚନ। ହେଲେ ଏହି ଉପନିର୍ବାଚନରେ ବି ଦଳ ପରାଜିତ ହେଲା। ଅତି ଶୋଚନୀୟ ପରାଜୟର ସାମ୍ନା କଲା ବିଜୁ ଜନତା ଦଳ କହିଲେ କିଛି ଭୁଲ ହେବ ନାହିଁ। ନୂଆପଡ଼ା ଉପନିର୍ବାଚନରେ ଏଥିପାଇଁ ଦଳର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଓ ଦଳର ପ୍ରଚାର ଏଜେଣ୍ଡାକୁ ସମ୍ଭାଳିଥିବା ବିଜେଡିର କିଛି ମୁଷ୍ଟିମେୟ ନେତାଙ୍କୁ ଦାୟୀ କରାଯାଏ। ଅଭିଯୋଗ ହୁଏ ଯେ ନୂଆପଡ଼ା ଉପନିର୍ବାଚନ ସମୟରେ ବିଜେଡି ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପରିବାର ସଦସ୍ୟଙ୍କୁ ନିଜ ସହ ଯୋଡ଼ି ରଖିବାରେ ସଫଳ ହେଲା ନାହିଁ। ଆଉ ଯେତେବେଳେ ଏହା ଘଟିଲା ନାହିଁ ବା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ବିଜେପିରେ ସାମିଲ ହୋଇଗଲେ ଓ ବିଜେପିରୁ ସେ ପ୍ରାର୍ଥୀ ହେଲେ, ସେତେବେଳେ ତାଙ୍କ ବିରୋଧରେ ଦଳ ଏକ ଉଚିତ ପ୍ରାର୍ଥୀ ଠିଆ କରିପାରିଲା ନାହିଁ। ବାହାର ନିର୍ବାଚନ ମଣ୍ଡଳୀରୁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଣି ନୂଆପଡ଼ା ଉପନିର୍ବାଚନରେ ଭାଗ୍ୟ ପରୀକ୍ଷା କରିବା ବିଜେଡି ପାଇଁ ବୁମେରାଙ୍ଗ ହେଲା। ଏହା ସହିତ ଯେଉଁ ମୁଷ୍ଟିମେୟ ଯୁବ ନେତାମାନେ ନୂଆପଡ଼ା ଉପନିର୍ବାଚନର ପୁରା ଦାୟିତ୍ୱ ନେଇଥିଲେ, ସେମାନଙ୍କ ଭୂମିକାକୁ ନେଇ ବି ପ୍ରଶ୍ନ ଉଠେ। ଏଠି ମୁଁ ଗୋଟିଏ କଥା ଆପଣଙ୍କ ସାମ୍ନାରେ ସଂକ୍ଷେପରେ କହିଦେବି। ବର୍ଷ 2017-18 ପରେ ବିଜେଡିରେ ଗୋଟିଏ ଏଭଳି ବାତାବରଣ ତିଆରି ହେଲା ଭଳି ମନେ ହେଲା ଯେ ବରିଷ୍ଠ ନେତାଙ୍କୁ ଅଣଦେଖା କରାଯାଉଛି ଏବଂ କିଛି ନିର୍ଦ୍ଦିଷ୍ଟ ଯୁବ ନେତା ଦଳକୁ ପରିଚାଳନା କରୁଛନ୍ତି, ଯେଉଁମାନଙ୍କ ଉପରେ ନବୀନ ବାବୁଙ୍କର ଅଖଣ୍ଡ ବିଶ୍ୱାସ ରହିଛି। ପାଣ୍ଡିଆନ୍ ସେମାନଙ୍କ ଉପରେ ବିଶ୍ୱାସ କରୁଛନ୍ତି, ତାଙ୍କ ଦ୍ୱାରା ଦଳର ସବୁ କାର୍ଯ୍ୟ କରାଉଛନ୍ତି। ଏଭଳି ଏକ ମତ ଦାମୋଦର ରାଉତ ଦେଇଥିଲେ। ସ୍ୱର୍ଗତ ଦାମୋଦର ରାଉତ ବିଧାନସଭାରେ କହିଥିଲେ ଯେ ବିଜେଡିରେ ଆଉ ବରିଷ୍ଠ ନେତାଙ୍କୁ ଉଚିତ ସମ୍ମାନ ବା ସ୍ଥାନ ମିଳୁନାହିଁ। ଦଳକୁ ଯୁବ ବିଧାୟକ ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ପ୍ରକାଶ ଦାସ ଓ ସଞ୍ଜୟ ଦାସ ବର୍ମା ନିୟନ୍ତ୍ରଣ କରୁଛନ୍ତି। ଆଉ ଏ ବୟାନ ଦେବା ପରେ ବିଜେଡି ଦାମ ବାବୁଙ୍କୁ ସେତେବେଳେ ଦଳରୁ ଆଉଟ୍ କରିଦେଇଥିଲା। ହେଲେ ସ୍ୱର୍ଗତ ଦାମୋଦର ରାଉତଙ୍କର ଏହି ବୟାନ 2024 ରାଜନୀତିକୁ ବେଶ ପ୍ରଭାବିତ କଲା। 2024 ନିର୍ବାଚନ ବେଳେ ମଧ୍ୟ ଦଳ ବରିଷ୍ଠ ନେତାମାନଙ୍କୁ ଏତେ ସୁଯୋଗ ନ ଦେଇ କିଛି ମୁଷ୍ଟିମେୟ ଯୁବ ନେତାଙ୍କୁ ଅଧିକ ସୁଯୋଗ ଦେଲା ଭଳି ମନେ ହେଉଥିଲା। ଅଭିଯୋଗ ହୁଏ ଯେ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ନିଜ କାର୍ଯ୍ୟଶୈଳୀ ଦ୍ୱାରା ଅନ୍ୟ ନେତାମାନଙ୍କ ଉପରେ ହାକିମତି ଦେଖାଇବା ଭଳି ପରିସ୍ଥିତି ତିଆରି କଲେ, ଯେଉଁଥିପାଇଁ ଦଳର ନେତାମାନଙ୍କର ଭାବମୂର୍ତ୍ତି ବି ପ୍ରଭାବିତ ହେଲା ଓ ଦଳ ପରାଜୟର ଭୂମିକାକୁ ସାମ୍ନା କଲା ବୋଲି ଲୋକେ କୁହନ୍ତି। ନେତାମାନେ ମଧ୍ୟ ଏକଥା ନେଇ ଅଭିଯୋଗ କରନ୍ତି। ନିକଟ ଅତୀତରେ ମଧ୍ୟ ବିଜେଡିରୁ ବିଦା ହୋଇଥିବା ଅନେକ ନେତା ସମାନ ଅଭିଯୋଗ ରଖିଛନ୍ତି। ନୂଆପଡ଼ା ଉପନିର୍ବାଚନରେ ବି ଠିକ ସେମିତି ହେଲା। ପ୍ରାର୍ଥୀ ଚୟନରେ ଭୁଲ ଏବଂ 2024 ସାଧାରଣ ନିର୍ବାଚନରେ ଦଳ ଯେଉଁ ଭୁଲ କରିଥିଲା ଯେ ପାଣ୍ଡିଆନଙ୍କୁ ନବୀନଙ୍କ ବିକଳ୍ପ ଚେହେରା ଭାବରେ ଉପସ୍ଥାପିତ କଲା ଭଳି କାର୍ଯ୍ୟ କରିଥିବା ଲୋକେ କୁହନ୍ତି, ତାହା ପରବର୍ତ୍ତୀ ସମୟରେ ନୂଆପଡ଼ା ଉପନିର୍ବାଚନରେ ବି ଦେଖିବାକୁ ମିଳିଲା। ପ୍ରଥମ କଥା ହେଲା କିଛି ମୁଷ୍ଟିମେୟ ନେତାଙ୍କୁ ନେଇ ପ୍ରାର୍ଥୀ ଚୟନ କରାଯିବା ଅଭିଯୋଗ ଆସେ, ଆଉ ଏହି ପ୍ରାର୍ଥୀ ଚୟନ ଭୁଲ ଥିବାର ଅଭିଯୋଗ ହୁଏ। ତୃତୀୟତଃ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଆସିଲେ ଦଳର ଯେ ଭୋଟ ପୁରା ବିଜେଡି ସପକ୍ଷରେ ଚାଲି ଆସିବ, ଏହା ଭାବୁଥିବା ନେତାମାନଙ୍କୁ ଏହା ଗୋଟିଏ ଶକ୍ତ ଆଘାତ ଦେଇଥିଲା। ଅସୁସ୍ଥତା ସତ୍ତ୍ୱେ ମଧ୍ୟ ନବୀନ ବାବୁ ନୂଆପଡ଼ା ଉପନିର୍ବାଚନରେ ପ୍ରଚାର କଲେ। ହେଲେ କ୍ଷମତାରେ ଥିବାବେଳେ ନବୀନ ବାବୁଙ୍କର ଗୋଟିଏ ହାତ ହଲାଇବାରେ ଯେତେ ଲୋକ ପ୍ରଭାବିତ ହେଉଥିଲେ, ତାହା ଉପନିର୍ବାଚନରେ ଦେଖିବାକୁ ମିଳିଲା ନାହିଁ। ଅର୍ଥାତ୍ 2024 ନିର୍ବାଚନ ଗୋଟିଏ ବଡ଼ ସନ୍ଦେଶ ଦେଲା ଯେ ପରାଜୟ ପରେ କେଉଁଠି ନା କେଉଁଠି ବିଜେଡି ଆଉ ନବୀନ ପଟ୍ଟନାୟକ ଦୁର୍ବଳ ହୋଇଛନ୍ତି। ଆଉ ଏହାକୁ ଦୁର୍ବଳ କରିବା କ୍ଷେତ୍ରରେ ଭିକେ ପାଣ୍ଡିଆନଙ୍କ ଭୂମିକା, ଦଳର ନୀତି, ବରିଷ୍ଠଙ୍କୁ ଅଣଦେଖା ଭଳି ଅନେକ ଅଭିଯୋଗ ସାମ୍ନାକୁ ଆସେ। ନେତା ଓ ଜନତା ଏନେଇ ଅଭିଯୋଗ କରନ୍ତି। ଉପନିର୍ବାଚନରେ ପରାଜୟ ପରେ ରାଜ୍ୟସଭା ରାଜନୀତିରେ ପୁଣି ଏକ ବଡ଼ ପରାଜୟକୁ ସାମ୍ନା କରିଛି ବିଜୁ ଜନତା ଦଳ। ଆଉ ଏଠି ମଧ୍ୟ ଦଳର ଅଙ୍କ କଷା ଭୁଲ ପ୍ରମାଣିତ ହେବା ପଛରେ କିଛି ନିର୍ଦ୍ଦିଷ୍ଟ କାରଣ ଥିବା କୁହାଯାଉଛି।
प्रथम कारण है कांग्रेस बीजेडी कमन कैंडिडेट देला 2000 मसीह अणकांग्रेस राजनीति ही बीजेडी जन्म होता तत्कालीन जानकी वल्लभ पट्टनायक विरोध में डाकरा दे बीजेडी क्षमता को आसिला 2009 पर्यंत बीजेपी सह सीना मेंटरे रहिला दल किंतु कांग्रेस ठारू दूरे रहिला परवर्ती समय बीजेडी कांग्रेस और बीजेपी ठारू सम दूरता नीति नहीं आगक बढ़िला अवश्य किछि स्थान रे धीरे धीरे प्रसंग भित्तिक समर्थन कही कांग्रेस किंबा बीजेपी निष्पत्ति को समर्थन जनाइथिला बिजु जनता दल हेले राज्यसभा निर्वाचन रे एभली कोनोसी लोकंकर स्वार्थ नथिला जेउथि पई कांग्रेस को बीजेडी रो समर्थन देबार आवश्यकता थिला आउ गोटे निष्पत्ति बुमेरांग हैला जेउ अण कांग्रेस राजनीति रो बीजेडी रो जन्म 2026 राज्यसभा निर्वाचन रे सही कांग्रेस सह हाथ मिलेबा एही दुईटी घटना प्रमुखतः बीजेडी पई क्षतिकारक हैला और बीजेडी रो सब गोटी चालन को बुमेरांग साब्यस्त कला बोली अभियोग हुए अवश्य राज्यसभा निर्वाचन बेले प्रणव प्रकाश दास को भूमिका आउ एते सामना को आसी नथिला अंततः गोटे 2 मास धरी प्रणव प्रकाश दास और बबी दास निर्वाचन राजनीति चर्चा ठारू बीजेडी रो कोर चेहरा ग्रुप रु धीरे धीरे दूरे जाउतबा मने हेउछि आगामी समय यह मध्य एक नुआ समीकरण आड़कू सुजोग तैयारी करि पारे एसबु भितरे किंतु राज्यसभा निर्वाचन बेले कांग्रेस सह बीजेडी हाथ मिले देबा आउ कॉमन कैंडिडेट देबा द्वितीय कथा हेउछि राज्यसभा भोट गणित को ठीक भाव में आकलन न करिबा बा प्रथम पसंदर भोट कहा पई केते रहिबो एवं द्वितीय पसंदर भोट दत्तेश्वर होता को केते मिलिबो से ने उचित निष्पत्ति नहीं पारिला नाही दल बोली अभियोग हुए आ तृतीय और सबुठारु बड़ अभियोग हैला जे 24 वर्ष शासन भितरे धीरे धीरे बीजेडी जो बिजु लिगासी सृष्टि होइतिला बिजु बाबूंकर अनेक अनुगतों को धीरे धीरे दलरू आउट मध्य कर देइतिला जेउथिरे दलर प्रतिष्ठाता सदस्य प्रभात विश्वाल प्रभात त्रिपाठी भली नेता सामिल अछंती आ राज्यसभा निर्वाचन रे तांको पुओ माने वर्ष वर्ष धरी निज भितरे कुहुलुतबा असंतोष जवाब देइछंती जो दल से बापा मान असम्मानित करी दलरू आउट करिथिला सेही दलर नेतृत्व को सख्त काउंटर करिवार सुजोग एही विदा होइथिबा नेता मानकर विधायक पुओ माने ए राज्यसभा निर्वाचन रे पाइछंती समान ढंग रे रविंद्र जेना को मध्य दल रे अनदेखा करा जिबा और रविंद्र जेना बीजेपी को जिबा परे तांको स्त्री तथा बस्तार बीजेडी विधायक सुभाषिनी जेना भी कुहुलुतबा असंतोष को जाहिर करी स्वामी जो दल रे अछंती सही दलर समर्थित प्रार्थी को भोट देले चक्रमणि कहर और नवकिशोर मल्लिक भली नेता अभियोग कले जे दल रे तांको एते गुरुत्व दिया जाउ नाही किछि निर्दिष्ट वर्गर युव नेता को द्वारा दल प्रभावित हेउछि परिचालित हेउछि जो मानक ऊपर नवीन बाबूंकर अखंड विश्वास आज भी रहिछि सेही परि जो पांड्यान को भूमिका को नहीं 2024 रे दल पराजित हैला बोली जनता अभियोग कले सेही पांड्यान को किंतु बारंबार क्लीन चिट देई पांड्यान बाबूंक सहित नवीन बाबू सब बेले अछंती ए वार्ता देबा को उद्यम करी आसुछंती आ दलरू विदा होइथिबा नेता माने मध्य अभियोग करंती जे सेमाने दलरू निलंबित हेबा वा बहिष्कृत हेबा पछरे पांड्यानकर भूमिका रहिछि एभली स्थिति रे आज भी बीजेडी भितरे पांड्यान सक्रिय थिबा चर्चा को आसे जहा बीजेडी रु विदा हेउथबा नेता माननकु ओ बीजेडी रो रणनीति को देखिले अनुभव करी हुए बोली राजनैतिक समीक्षक माने मत दियंती एई जेमिति नवीन बाबू जेतेबेले असुस्थ होई मेडिकल जाइथिले सेतेबेले भी कुआडे राजा स्वयं भली वरिष्ठ और दिग्गज नेता सहित पांड्यानकर बचसा होइथिबा अभियोग हुए जहा किछि गणमाध्यम रे स्थान पाइथिला अवश्य एहार कोनोसी स्पष्ट प्रमाण केही मध्य देई पारि नथिले तथापि नवीन बाबू पांड्यानकर हाथ धरी मेडिकल रु बाहरिबा सह गोटे वार्ता देई देले परोक्ष रे जे आज भी से पांड्यान को ऊपर भरोसा करंती हेले 2024 रे पराजय परे पांड्यान को भूमिका को अनेक स्थान रे साधारण लोके एवं नेता मध्य ग्रहण करि पारु नाहंती
किंतु नवीन बाबूंकर विके पांड्यान प्रति रही समर्थन जो आज भी दल भितर अनेक नेता असंतुष्ट थिबा कुहाଯାଉଛି। आ लोके एभली अनुभव मध्य करुछंती। अनेक समय दलर किछि दिग्गज नेता मध्य एभली मत रखिछंती। आ दलरु विदा होइतिबा वरिष्ठ नेता तो खुल्लम खुल्ला एने अभियोग करिछंती। अवश्य तमाम पराजयर कारण अनेक अभियोग उपर आधारित जहां आमे कहूना ए अभियोग साधारण जनता करुछंती, दलरु विदा होइतिबा नेता करुछंती, राजनैतिक समीक्षक करुछंती। किंतु गोटे कथा आमे अनुभव करूछु ए तमाम अभियोग परे बीजेडी पराजित होउछि। एणु एही अभियोग सब भित्तिहीन एवं असत्य कहिबा केबे मध्य ग्रहणीय नुहे। आज हैट्रिक पराजय परे आगामी समय रे निजर भूल रु कौन शिखुची बीजेडी और दलर सुप्रीमो नवीन पट्टनायक पुणी थरे लोकप्रियता हासिल करिबा पई कौन पदक्षेप नेउछंती ना कांग्रेस भली थरे क्षमतार जीवा परे राज्य रे आउ बीजेडी कमबैक करि परिबो नाही एभली आशंका को नै कौन रहिबो भविष्यतर एजेंडा ताहा समय ही कहिबो। तेबे एभली रिपोर्ट पाई लगातार भाव न्यूज रूम सह जोड़ी हुई था दर्शक बंधु। रहुछि नमस्कार।